ମୁଁ ବି ପିଲାବେଳେ ଲଗେଇଥିଲି ଏଇଟା। କିଏ କିଏ ଲଗେଇଛନ୍ତି କହିବେ କମେଣ୍ଟରେ। ସେ ପିଲାବେଳ ସ୍ମୃତି। ଏଇଟା ଟିକେ ଡିପ୍ ଅଛି, ଦେଖାଯାଉଛି ଏଭଳିଆ। ଏଇଟା ଏଇଟା ଶାଢ଼ୀଟାରେ ବଢ଼ିଆ ଲାଗୁଛି ବହୁତ। ଏମିତି ବହୁତ। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ, ଉଠିଗଲାଣି ପୁଅ ମା ପୁଅ। ହେଲେ ଇଟିଲି କରିବୁ ବୋଲି ଇଏ ଦେଖନ୍ତି ମାନେ ଫୁଲେଇ ଦେଖଉଛି। ସେଟା ବାଟିକି ରଖିଦେବା ଲାଗୁନି ଫୁଲିଛି। ହ୍ୟାଲୋ ହାଏ ନମସ୍କାର। ଆଉ ଏପର୍ଯ୍ୟନ୍ତ ଯଦି ଆପଣ ଭିଡ଼ିଓଟିକୁ ୱାଚ୍ କରିଛନ୍ତି ଥ୍ୟାଙ୍କ ୟୁ। ଆଉ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଘରକୁ ଆମର ଗାଁରୁ କିଏ ଆସୁଛନ୍ତି ସେଇଟା ଦେଖିବେ। ଆଉ ତାପରେ ଏଇଟା ହେଲା ସେ ଗାଁରୁ ଆସିବା ଦିନର ଭିଡ଼ିଓ। ତାପରେ ମୁଁ ଏଠି ଇଟିଲି କରୁଥିଲି, ପୁଅ ଯେହେତୁ ସକାଳୁ ଯାଉଛି ତା ପାଇଁ ଇଟିଲି ଚଟଣି ରାତିରେ ବାଟିକି ରଖୁଥିଲି, ହେଲେ ଇଟିଲି ଫୁଟିଲି ହେଇନଥିଲା ଯେ ବିରି ଚାଉଳ ବଟାଟା। ସେଇଆ ଆପଣଙ୍କ ଆଗରେ ସେୟାର କରୁଥିଲି ଆପଣମାନଙ୍କ ଆଗରେ। ଆଉ ଦେଖନ୍ତୁ ଲାଷ୍ଟ ପର୍ଯ୍ୟନ୍ତ ଆମ ଗାଁରୁ କିଏ ଆସିଛନ୍ତି, କ'ଣ ସବୁ ନେଇକି ଆସିଛନ୍ତି। ତାପରେ ଏଠି ଇଟିଲି ବସେଇ ଦେଇକି ସକାଳୁ ମୁଁ ରେଡ଼ି କରୁଥିଲି, ହେଲେ ଇଟିଲି ମାନେ ଯେମିତି ମାନେ ଫୁଲିବା କଥା ତାକୁ ଟିକେ ଟାଇମ୍ ଦରକାର ଥିଲା। ମୁଁ 10ଟା ବେଳେ ବାଟିଥିଲି, ସକାଳ 5ଟାରୁ ଯେହେତୁ କରୁଛି ସେ ଆଉ ଏତେ ଭଲ ହେଇନଥିଲା। ତାପରେ ପୁଅ ନେଇକି ପଳେଇଲା ଇଟିଲି ଚଟଣି। ତାପରେ ଆସି ଆମେ ବି ମାନେ ଖାଇଲୁ ବି ସେଇଆ। ମାନେ ଦେଖନ୍ତୁ, ଏନ୍ଜୟ କରନ୍ତୁ। ଏଠି ରଖିଦେଲି ୟାକୁ। ଆଉ ନୂଆ କିଚେନରେ ଏଠି ପ୍ରଥମ ଥର ହେଉଛି ଇଟିଲି ଚଟଣି। ଆଉ ଇଟିଲି ପ୍ରଥମ ଥର ହେଇଥିଲା, ଆଉ ବଢ଼ିଆ ଭଲ ଲାଗୁଛି କିଚେନରେ। ମାନେ କିଚେନରେ ସ୍ପେସ୍ ଟିକେ ଅଧିକା ମିଳିଛି। ଆଉ ଯାହା ବି ହେଲେ ସେଠି ଆମେ ରହିଯାଇଥିଲୁ, ସେ ଘରକୁ ମିସ୍ କରୁଛୁ। ଆଉ କିନ୍ତୁ ମାନେ ଖାଲି ସବୁଠି ତ ସବୁ ଜିନିଷ ସମାନ ମିଳେନି, କ'ଣ କରିବା, ଯାହା ବି ହେଲେ ଆଡ଼ଜଷ୍ଟ କରିବା। ଏଇ ଗୋଟେ ଖୁସି ମିଳୁଛି କି କିଚେନଟା ବହୁତ ଭଲ ଅଛି। କିନ୍ତୁ କିଚେନଟା ଅନ୍ଧାର ଅଛି, ମାନେ ଯାହା କହନ୍ତି ମାନେ ପୁରା ଲାଇଟ୍ ଦିନ ରାତି ଜାଳିବାକୁ ପଡ଼ିବ। ଅନ୍ଧାର ସେଠି ପୁରା ଖୋଲା ଖୋଲା ଥିଲା, ଆଉ ଟିକେ ସ୍ପେସ୍ କମ୍ ଥିଲା। ମାନେ ରୋଷେଇ କରିବାକୁ ଠିକ୍ ଥିଲା, ଟିକେ ଜାଗା ଟିକେ ଇଏ କମ୍ ଥିଲା। ତାପରେ ମୁଁ ଏଠି ଚଟଣି ପକାଇଥିଲି, ଚଟଣି ମାନେ କଢ଼ି ପତ୍ତା ପକାଇବାକୁ ଭୁଲି ଯାଇଥିଲି, ଭେସୁଙ୍ଗା ପତ୍ର ନଥିଲା। ମନେ ଭୁଲି ଯାଇଥିଲେ କ'ଣ, ନଥିଲା ଏଇ ଟୋଟାଲ୍। ଆଉ ଟିକେ ଭଲ ଲାଗିଥାନ୍ତା। ଆଉ ଏଠି ଟିକେ ମାନେ ଏଠି ଟିକେ କ'ଣ ଭିଡ଼ିଓଟା ଆପଣମାନଙ୍କ ସହିତ ଫୁଲ୍ ଭିଡ଼ିଓ ଟିକେ ସେୟାର କରିହେଉଛି। ସେଠି ଟିକେ ସ୍ପେସ୍ ନଥିଲା ଯେହେତୁ ଦେଖାହେଉନଥିଲା। ଆଉ ତଥାପି ଘର ଟିକେ ସଜାସଜି ବି ହେଇନି ଏପର୍ଯ୍ୟନ୍ତ, ଆହୁରି ଅଛି। ଖାଲି ଜଷ୍ଟ ମୁଁ କିଚେନ୍ର ଜିନିଷ ଅଳ୍ପ ରଖିକି ମାନେ ଚାଲିଛି, ଧୀରେ ଧୀରେ ସଜାଡ଼ିବା ହେଉଛି। ଆଜି ଏଠି ଜିନିଷ, କାଲି ସେଠି, କାଲି ଏଠି, ମାନେ ଏମିତି ପ୍ରପର୍ ଜାଗାରେ ରହିନି ଏପର୍ଯ୍ୟନ୍ତ। ଆଉ ଦେଖନ୍ତୁ ଆପଣମାନେ ଭିଡ଼ିଓକୁ, ଆଉ ଲାଇକ୍ କରନ୍ତୁ। ଲାଇକ୍ କଲେ ଭଲ ଲାଗିବ ଭିଡ଼ିଓଟି, ଆହୁରି ଭିଡ଼ିଓ କରିବା ପାଇଁ। ଆପଣମାନେ ଲାଇକ୍ କରନ୍ତୁ, ଆଉ ଛୋଟ ଛୋଟ କମେଣ୍ଟ ବି ଦିଅନ୍ତୁ, ଭଲ ଲାଗିବ। ମନ ଟିକେ ଖୁସି ଲାଗିବ ଆପଣମାନଙ୍କର ଭିଡ଼ିଓ ଲାଇକ୍ ଆଉ କମେଣ୍ଟ ଦେଖିଲେ।
ଏଇଟା ଲଗେଇଦେଲେ ଡାଲ जीरा नहीं के आसले कहते जीरा पड़े खाली सोरिष आ कड़ी पत्ता थे पड़ता कड़ी पत्ता ना जीरा नहीं के आसले पकड़ापी सोरिष लंका पकड़ चिट्टी मारे बसला टिके पर टिके चलाऊँगी देखा जाऊनु गाधेबू इधर बहुत है बसोबा बहुत है साढ़े 5टा बजे लेट हो सब रेडी अच्छे पड़िया भल कि जैसे ठंडा करदे ठीक ठाक फैन टा चालू कले किंतु रेडी गला इडली ये एक्चुअली फुलानी से आउ टिके गले फुलीज वो भी रेडी हो गला भल पैसा दिल दे एते नहीं गज धर मोटे कांधु दे 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 मत माँ को मुझे टेकी पारि माँ पारे ये पकड़ रुआ चाबिटा नहीं पोछा हो रखिले किसी असुविधा साड़ू रख चपल के ओह्ल कह हाँ से टेबुल फैन चालू कर दे गरम लगे बैग गोटे खाଇବା बैग आ गोटा बैग अच्छे ये 3टा बैग आ गोटे झी उठे सुटकेस आ गोटे बैग अच्छे ये बैगटा टे खोलिया ये बैगटा टे खोलदबा तापरे ये केमिति खोलियो कोई चेने बस सेजा दबा कौन बिस्किटटा ऑरेंज फ्लेवरटा हां खाइ देबो आउरा
ଖାଇବା ଜିନିଷ ଏ କ୍ୟାଲେଣ୍ଡର मिक्सचर पैकेट मिक्सचर पैकेट ये भी मिक्सचर पैकेट गाँव ही ता बापा जाइए आसिले मुझे सहित जीवा वीडियो शेयर करनी अर्जेंटली जाइए व्रतघर थिला आउे ता बापा ही गाँव रू फेरी आ कौन सब आनी आपण सहित शेयर कर पूरा वीडियो को वॉच करूँ मीठा लड्डू लड्डू आटा मीठा पैकेट कैलेंडर मिक्सचर गाँ मिक्सचर टे खाया भल लगे मिक्सचर आहरी अमूल आनी था मुझे ना ये अमूल मिलूँ से आणिले तापर आमर ये इडली चटनी सकाल जो इडली देली से फुली नाला माने तो टाइम दरकार थी ना मु 10टार बाटी थी सकाल 5टा बेलू बसई तापर ये बढ़िया सकाल 8टा 9टा बेलू को कली बहुत बढ़िया इडली बनता सकाल देखी जे इडली पूरा फुली नाला यहाँ देख ए पूरा बढ़िया हो सुंदर देखा पीवा सरीगला एबे आसीगली कौन आसी जिनिस खाଇବା जिनस आसला आहरी देखुचे आपण ये कौन बेल आपर ये सब जिनस अच्छे देख ये गामुछा गोटा कौन अच्छे बड़ी 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 देख साबुन गोटे साबुन गोटे बड़ी पैकेट ये कौन बड़ी पैकेट आईटा घी घी आओ ये दीटा साड़ी एटा साड़ी हाँ गोटे यहाँ गोटे साड़ी दीटा साड़ी गुआ दी चार्टा आसची कौन अलता एटा क्लिप नहीं मो मामा दे यहाँ कौन रुमाल ये खोलुनु ये धरिलु एमती हाँ यहाँ कुंकुम यहाँ मो सांग पाखे थिला मु काली से देखला ये मेरा ये खोलिलु ये भाषा छोटा टाणे छोटा सेमती नुह टाणी देला
ଆଉ ଏଟା ସାର୍ଟ ପ୍ୟାଣ୍ଟ ଆଉ ଏଟା ଝିଅର ସାର୍ଟ। এইটা ସେଇଟା ରୁମାଲ ନୁହଁ, ଏଟା ଏମିତି ପିନ୍ଧିବାକୁ ମାମା ହେଇ ଏମିତି। ଆଉ ତାପରେ ପ୍ୟାଣ୍ଟଟା এইটা হচ্ছে ରୁମାଲ ନୁହଁ, ଏଟା ବ୍ୟାଣ୍ଡ ଭଳିଆ ହେଇଛି। ଏଟା କ୍ଲିପ୍ଟା ଭଲ ହେଇଛି। ଏଇ ଯୋଉ କୁଙ୍କୁମ ଦେଖିଲେ ସେଟା ଏବେ ତ ଚଳୁଛି କି ନାହିଁ ମୁଁ ଜାଣିନି, ମୁଁ ଦେଖିନି କେବେ, କିନ୍ତୁ ଆମେ ପିଲାଦିନେ ଏଇଆକୁ ଲଗାଉଥିଲୁ। ଯାହା ଗୋଟେ ପିଲାଦିନ କଥା ମନେ ମୋ ପଡ଼ିଗଲା ମାମା ପଠେଇଛି। ମୋ ମାମା ଦେଖିକି। এইଟା ବୋଧେ ସେ ପଠେଇଛି। ଆରେ ବାପରେ ବଢ଼ିଆ ହେଇଛି ଶାଢ଼ୀ ଗୁଡ଼ାକ, ବଢ଼ିଆ ଲାଗୁଛି। ସବୁଯାକ ଶାଢ଼ୀ ଭଲ ଲାଗୁଛି। ନାଲି, ବ୍ଲୁ, ବ୍ଲାକ୍, କଫି କଲର୍ ସବୁଯାକ ଶାଢ଼ୀ ବଢ଼ିଆ ହେଇଛି। এইটা ঝুন্দুরা ଆଉ ସେଇଟା ଗୋଟେ କ'ଣ ଗିନି ଆସିଛି। ଆଉ ଇଏ ତ ସାର୍ଟ ପ୍ୟାଣ୍ଟ ନେଇକି ଯାଇଥିଲେ, ଆଉ ସେଇ ସାର୍ଟ ପ୍ୟାଣ୍ଟ ଆଉ এইটা ওটা নয়। ହଁ ଏଇଟା ପୁଅର, ଏଇଟା ପୁଅର ଦେଖା ହେଇନି ଆଉ। এটা ଟିକେ ଆଉ ପୁଅର ଏଇଟା ପ୍ୟାଣ୍ଟ। ବହୁତ ଖୁସି। ଝିଅ କହିଲାଣି ମୁଁ ବହୁତ ଖୁସି। ଆଉ ଅଛି ଆଉ ସେଇଟା ପୁରା ବ୍ଲଗ୍ରେ ମାନେ ମୁଁ ଏଇନା ଯାଉଛି ଝିଅକୁ ରେଡ଼ି କରିଦେବି। এইটা দেখি না, এই প্যান্টটা দেখি না, ଆଉ ଏ ପ୍ୟାଣ୍ଟ এটা ଆଉ ଏ ଡ୍ରେସଟା এটা କେତେ ଇୟର୍ସ କେତେ ସେଇଟା ଦେଖିବାକୁ ପଡ଼ିବ ନା। এটা ପୁରା ମୋଟାଟା। ଆଉ ଏଥିରେ କ'ଣ ଆସିଛି ଦେଖେଇଲୁନୁ? ଏଇଟା ଖୋଲିଲୁନୁ। କ'ଣ अरे रे 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 ये भी सेम क्लिप। এটা সেই ক্লিপ মামা ये मो मामा पठेइछे क्लिप चूड़ी मेहंदी अलता मेहंदी हलता नेल पॉलिश बढ़िया बढ़िया मिलती है। मामा गाड़ा क्लिप रखी दे आरे भीतर जरी रे सब पूरे दे सब बढ़िया सब बढ़िया लगुच। गामुछा भी गोटे गामुछा भी मिल जाए। यहाँ हूँ जो व्रत घर होता जाइए जो व्रत घर को से निमंत्रण रे कौन ये पैकेट रे चूड़ी आउ क्लिप गोटे बैंड ता सांगे ये सब आसला कौन यहाँ पान पत्र रे सिंदूर चंदन आउ एथरे गुआ हलदी पान पत्र ये सब पैकिंग होता गुआ हलदी सिंदूर चंदन ड्रेस गुड़ा बहुत सुंदर है। झील तो देखिए पूरा खुशी गला आ पुओ खाली देखिया बाकी अच्छे आ शाढ़ी भी मत बहुत भल लगे माने सबू प्रकार नाली कॉफी आ ब्लू कलर सब जगह शाढ़ी भल लगे बढ़िया लगे। आ गोटे बैग प्लीज प्लीज 2 मिनट एक क्लिपटा भी बहुत बढ़िया लगे।
ସେଠି ଥୁଆ ହେଇଛି ପୁଳାଏ 2 ଜାଗା ଘିଅ ଡବା ଆଉ ଏଇଟା ହେଉଛି ସେଇ ଯେଉଁ କ'ଣ ଗାମୁଛାଟା ବି ଏଠି ରହିବ। ଗୁଆ ମେଞ୍ଚେ ଆସିଛି। ଏ ସବୁଠୁ ବଢ଼ିଆ ହେଇଛି ସବୁ ଯାକ ଜିନିଷ। ଆଉ ଖାଲି ବେଲ ରହିଲା ଖୋଲା ହେବା ପାଇଁ। ଝିଅକୁ ଛାଡ଼ିବାକୁ ଗଲି ତ ତାପରେ ଆପଣମାନଙ୍କ ଶାଢ଼ୀକୁ ନେଇକି ଯିବି ଦେଖେଇ ନଥିଲି ତ ସେଥିପାଇଁ ଟିକେ ଆପଣମାନଙ୍କ ସହିତ ଶାଢ଼ୀକୁ ଖୋଲିକି ଟିକେ ସେୟାର କରିଦେଲି। ଆଉ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଆସିକି ଦେଖନ୍ତୁ। ଆଉ ରହୁଛି ଜୟ ଜଗନ୍ନାଥ। ଭଲକି ୱାଚ୍ କରନ୍ତୁ ଆଉ କମେଣ୍ଟ ଦିଅନ୍ତୁ, ଲାଇକ୍ କରନ୍ତୁ। ତେବେ ମୁଁ ଆହୁରି ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି। ଶାଢ଼ୀ ଗୁଡ଼ା ସବୁ କେମିତି ଲାଗିଲା ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ ଜଣେଇବେ। ଆଉ ମୋତେ ତ ବହୁତ ବଢ଼ିଆ ଲାଗିଲା। ଆଉ ସବୁ ଯାକ କଟନ୍ ଶାଢ଼ୀ, ଆଉ ସେଇଟା କଟନ୍ ମାନେ ସିଲ୍କ ମାନେ ସବୁ କଟନ୍ ଶାଢ଼ୀ କିନ୍ତୁ ବହୁତ ବଢ଼ିଆ ଲାଗୁଛି, ବହୁତ ସୁନ୍ଦର ଲାଗୁଛି। ମୁଁ ଯଦି ହେବ ଆଉ ଗୋଟେ ପିନ୍ଧିବି ସଂକ୍ରାନ୍ତିରେ, ଦେଖିବା କେମିତି ଲାଗୁଛି ଆପଣମାନଙ୍କ ସହିତ ସେୟାର କରିବି ଭିଡ଼ିଓରେ। ସବୁଠୁ କେଉଁ ଶାଢ଼ୀଟା ଆପଣମାନଙ୍କୁ ଭଲ ଲାଗିଲା ଆପଣମାନେ କମେଣ୍ଟରେ କହିବେ। ବଢ଼ିଆ ଦେଖାଯାଉଛି। ଏଇଟା 3ଟାଙ୍କ ଶାଢ଼ୀ ଭଲ ଲାଗୁଛି, ଅଲଗା ଅଲଗା କଲର। ମୁଁ ଏଇଟା ଦେଖେଇ ନଥିଲି, ତାପରେ ଆପଣମାନଙ୍କୁ ଆଉ ଥରେ ଦେଖେଇଦେଲି। ମୁଁ କହିଲି ଶାଢ଼ୀର ପଣ ତ ଦେଖେଇ ନଥିଲି, ଆଉ ସେଥିପାଇଁ ଆଉ ଥରେ ଦେଖେଇଦେଲି। ଆଉ ଏଗୁଡ଼ା ସବୁ ଜିନିଷ ଟିକେ ଟିକେ ଦେଖାଯାଉଛି। ଏଠାରେ ଗୋଟେ ଜିନିଷ ଅଛି, ଏଇଟା ପିଲାବେଳେ ଲଗେଇଥିଲି। ଏଇଟା କିଏ ଲଗେଇଛନ୍ତି କହିବେ କମେଣ୍ଟରେ। ଏ ପିଲାବେଳ ସ୍ମୃତି। ଚୁଡ଼ି ଅଛି, ଚୁଡ଼ିଟା ଦେଖେଇଛି। କଲରଟା ବଢ଼ିଆ ଚିକ୍ ଲାଗୁଛି। ଆଉ ଏଇଟା ଗୋଟେ ମେହେନ୍ଦି, ମୁଁ ବି ଏଇଟା ଫାର୍ଷ୍ଟ ଟାଇମ୍ ଦେଖିଲି। ମୁଁ ଭାବୁଥିଲି ଏଇଟା ଶୁଖିଯିବ ତ ପଠାନି, ମୁଁ କହିଲା ନାଇଁ ନାନୀ ଏଇଟା କ୍ୟାପ୍ ଲାଗିଛି, ବଢ଼ିଆ ହେଇଛି। ଆଉ ସବୁଠୁ ଏଇଟା ଭଲ